ନମସ୍କାର ଦର୍ଶକ ବନ୍ଧୁ ମାଘ ପୂର୍ଣ୍ଣିମା ମାଘ ମାସର ମହତ୍ତ୍ୱ ଆପଣମାନେ ନିଶ୍ଚୟ ଜାଣିଥିବେ। ଦର୍ଶକ ବନ୍ଧୁ 144 ବର୍ଷ ପରେ କୁମ୍ଭମେଳା ଅନୁଷ୍ଠିତ ହୋଇଛି। ଯେଉଁମାନେ ସ୍ନାନ ନ କରିପାରୁଛନ୍ତି, କୁମ୍ଭମେଳା ଦର୍ଶନ ପାଇଁ ନ ଯାଇପାରୁଛନ୍ତି, ଏହି ମାଘ ପୂର୍ଣ୍ଣିମା ଦିନ ଏହି ଉପାୟକୁ ନିଜ ଘରେ ନିଶ୍ଚୟ କରନ୍ତୁ। ଆପଣମାନେ ନିଜ ଘରେ ଏହି 5ଟି କାମ ନିଶ୍ଚୟ କରନ୍ତୁ। ଯେତିକି ପୁଣ୍ୟ କୁମ୍ଭମେଳା ଯାଇ ସ୍ନାନ କରିବା ଏବଂ ସେହି ତୀର୍ଥ ପରିଭ୍ରମଣ କରିବାର ପୁଣ୍ୟ ପ୍ରାପ୍ତ କରିପାରିବେ, ଆପଣମାନେ ନିଜ ଘରେ ଏହି ସବୁ ପ୍ରାପ୍ତ କରିପାରିବେ। ପ୍ରଥମ କଥା ହେଉଛି, ମାଘ ପୂର୍ଣ୍ଣିମାକୁ ଅଗିର ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଦିନ ଅଗ୍ନି ଦେବତାଙ୍କର ସନ୍ଧ୍ୟା ସମୟରେ ବ୍ରାହ୍ମଣମାନେ ଯଥାବିଧିପୂର୍ବକ ପୂଜା କରାଯାଏ। ପଞ୍ଚତତ୍ତ୍ୱର ଆଉ ଗୋଟିଏ ତତ୍ତ୍ୱ ହେଉଛି ଅଗ୍ନି ଏବଂ ଅଗ୍ନି ଯଦି ବିନା ଏହି ସଂସାର ଚଳିବା ବି କଷ୍ଟ। ଏହି 5ଟି ତତ୍ତ୍ୱକୁ ନେଇ ମଣିଷ ଶରୀର ଗଠନ ହୋଇଛି ଏବଂ ଏହି ପୃଥିବୀ ଗଠନ କରାଯାଇଛି। ବିନା ପଞ୍ଚତତ୍ତ୍ୱରେ କିଛି ବି ସମ୍ଭବ ନୁହେଁ। ଏହିପରି ଅଗ୍ନି ଦେବତାଙ୍କୁ ମଧ୍ୟ ପୂର୍ଣ୍ଣିମାର ସନ୍ଧ୍ୟା ସମୟରେ ପୂଜା ହୁଏ। ପୂର୍ଣ୍ଣିମା ତିଥିଟି ଲକ୍ଷ୍ମୀ ନାରାୟଣଙ୍କୁ ସମର୍ପଣ କୁହାଯାଏ। ପୂର୍ଣ୍ଣିମା ଦିନ ଯେ ବି ମା ଲକ୍ଷ୍ମୀଙ୍କର ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଏବଂ ଯେଉଁମାନେ ପୂର୍ଣ୍ଣିମା ବ୍ରତ ଆରମ୍ଭ କରିବା ଯାଉଛନ୍ତି, ଘରୁ ଗରିବୀ ଦୂର କରିବା ପାଇଁ ଚାହୁଁଛନ୍ତି, ପୂର୍ଣ୍ଣିମା ବ୍ରତ ଆରମ୍ଭ କରିବା ପାଇଁ ଚାହୁଁଛି, ଏହି ମାଘ ପୂର୍ଣ୍ଣିମା ଦିନଠାରୁ ପୂର୍ଣ୍ଣିମା ବ୍ରତ ଆରମ୍ଭ କରାଯାଏ। ମାଘ ମାସ ମଧ୍ୟ ପବିତ୍ର ମାସ ସହିତ ତୁଳନା କରାଯାଇଛି। ଯେପରି କାର୍ତ୍ତିକ ସ୍ନାନ କରାଯାଏ, ତୁଳସୀର ପୂଜା କରାଯାଏ, ମନ୍ଦିର ଦର୍ଶନ କରାଯାଏ, ସେହିପରି ମାଘ ମାସରେ ମଧ୍ୟ ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ କରି ଦେବୀ ଦେବତାଙ୍କର ପୀଠକୁ ଯାଇ ଦର୍ଶନ କଲେ ଦାନ ଧର୍ମ ଦକ୍ଷିଣା କରାଯାଏ। ତେବେ ଆପଣମାନେ ମାଘ ମାସର ବ୍ରହ୍ମ ମୁହୂର୍ତ୍ତରୁ ଉଠି କରି ଏହି ଉପାୟକୁ ନିଜ ଘରେ ନିଶ୍ଚୟ କରିଦିଅନ୍ତୁ। ଆପଣମାନେ ନିଶ୍ଚୟ ପୁଣ୍ୟ ପ୍ରାପ୍ତ କରିପାରିବେ। ଦର୍ଶକ ବନ୍ଧୁ, ଆମେ ଯେତେ ଗଙ୍ଗା ସ୍ନାନ କଲେ ବି ଯଦି ଆମ ମନ ସଫା ନଥିବ, ଆମେ କିପରି ପୁଣ୍ୟ ପ୍ରାପ୍ତ କରିବା? ପ୍ରଥମେ ନିଜେ ମନକୁ ସଫା ରଖନ୍ତୁ। ପରନିନ୍ଦା, କଳି, ପରଚର୍ଚ୍ଚା, ଝଗଡ଼ା, ରାଗ ଦେଶରୁ ଦୂରେଇ ରୁହନ୍ତୁ। ଈଶ୍ୱର ଆପଣଙ୍କୁ ଭଲ ରାସ୍ତାରେ ନେବେ। ନିଶ୍ଚୟ ସବୁ ଭଲ ହେବ। ଦର୍ଶକ ବନ୍ଧୁ, ମାଘ ମାସର ବ୍ରହ୍ମ ମୁହୂର୍ତ୍ତରେ ପୂର୍ଣ୍ଣିମା ଦିନ କେଉଁ 5ଟି କାମ କରିବେ? ପ୍ରଥମେ ଆପଣମାନେ ମାଘ ପୂର୍ଣ୍ଣିମା ଯେଉଁମାନେ ପ୍ରଥମେ ଏହି ଉପାୟଟି ସେଇମାନଙ୍କ ପାଇଁ, ଯେଉଁମାନେ ଚାକିରି ପାଇଁ, ସନ୍ତାନ ପାଇଁ ସବୁଦିନ କଷ୍ଟ ପାଉଛନ୍ତି, ଆପଣଙ୍କୁ ମାଘ ମାସଠାରୁ ଭଲ ଦିନ ଆଉ ପାଇବେ ନାହିଁ। ଏହି ଦିନଟାକୁ ଯିଏ ହାତଛଡ଼ା କରିବେ, ପୁଣି ଆଉ ଗୋଟେ ବର୍ଷ ଜଗିବା ପାଇଁ ପଡ଼ିବ। କାରଣ 144 ବର୍ଷ ପରେ ଯେଉଁ ପବିତ୍ର ଦିନ ପଡ଼ିଛି, ଯେ କି କୁମ୍ଭ ମେଳା ପଡ଼ିଛି, ପ୍ରୟାଗରାଜରେ ଏହି ପବିତ୍ର ଦିନରେ ଦେବତାମାନେ ବି ଜଗିଥାନ୍ତି ଏହି ଦିନକୁ। ତେବେ ଆପଣମାନେ ଯଦି ଏହି ଉପାୟ କରିଦିଅନ୍ତି, ଆପଣଙ୍କର ଧନଜନିତ ସମସ୍ୟା, ସନ୍ତାନ ପୀଡ଼ା ଏହି ସବୁରୁ ଆପଣ ନିଶ୍ଚୟ ମୁକ୍ତି ପାଇପାରିବେ। ଯଦି ଆପଣମାନେ ଏହି ଭିଡ଼ିଓ ଦେଖୁଛନ୍ତି, ତେବେ ବହୁ ମାତ୍ରାରେ ସେୟାର କରନ୍ତୁ। ହୁଏତ କାହାର କାମରେ ଆସିପାରେ କିମ୍ବା ଯଦି କୌଣସି ବଡ଼ ରୋଗରେ ପୀଡ଼ିତ ଅଛନ୍ତି, ତେବେ ଏହି ଉପାୟକୁ ନିଜ ଘରେ ନିଶ୍ଚୟ କରନ୍ତୁ। ବିଶେଷ କରି ସନ୍ତାନ ଜନିତ କଷ୍ଟ ପାଇଁ ଏବଂ ଧନଜନିତ ସମସ୍ୟା ପାଇଁ, ଚାକିରି ସମସ୍ୟା ପାଇଁ ଏହି ଉପାୟଟି ବହୁତ ପ୍ରଯୋଜ୍ୟ ଅଟେ। ଆପଣମାନେ କ'ଣ କରିବେ? ଏହି ଦିନ ଗୋଟିଏ କଦଳୀ ବୃକ୍ଷକୁ ଆପଣମାନେ ନିଜ ଘରେ ସ୍ଥାପନ କରିବେ। ଏହି ଦିନଠାରୁ ଭଲ ଦିନ ଆଉ କିଛି ବି ନାହିଁ ଏବଂ ସଂକ୍ରାନ୍ତି ବି ପଡ଼ୁଛି। ତେଣୁ ଆପଣମାନେ ଯଦି ଯେଉଁ କଷ୍ଟ ମୁଁ ଆପଣମାନଙ୍କୁ କହିଲି, ସେହି ସମସ୍ୟା ପାଇଁ ଗୋଟିଏ କଦଳୀ ଗଛ ଆପଣଙ୍କର ସମସ୍ୟାର ନିବାରଣ କରିବ। ଆପଣ ନିଜ ଘରେ ଏହି ଗୋଟିଏ କଦଳୀ ଗଛର ସ୍ଥାପନ କରନ୍ତୁ। ତାପରେ ସେହି କଦଳୀ ଗଛରେ ଗୋଟିଏ ତମ୍ବା ଢାଳରେ କିଛି ଗଙ୍ଗା ପାଣି, ଗୁଡ଼, ମିଶ୍ରି, ମହୁ ଏବଂ ଚଣା ଡାଲି ପକାଇ
ଓମ୍ ନମଃ ଭଗବତେ ବାସୁଦେବାୟ 7 ଥର ଜପ କରି ଜଳ ଅର୍ପଣ କରନ୍ତୁ। ହଳଦିଆ ଧାଗା ଓମ୍ ନମଃ ଭଗବତେ ବାସୁଦେବାୟ କହି 3 ଥର କଦଳୀ ବୃକ୍ଷରେ ଗୁଡ଼ାଇ ଦିଅନ୍ତୁ। ହଳଦିଆ ଚନ୍ଦନ ଦିଅନ୍ତୁ, ହଳଦିଆ ଟୀକା ଲଗାନ୍ତୁ, ହଳଦିଆ ପୁଷ୍ପ ଦିଅନ୍ତୁ। ଏମିତି କହି କଦଳୀ ବୃକ୍ଷକୁ ଆଜି ଆପଣମାନେ ପୂଜା କରନ୍ତୁ। ଗୋଟିଏ କଦଳୀ ଗଛ ସ୍ଥାପନ କରିବା ଦ୍ୱାରା ପୂର୍ଣ୍ଣିମା ତିଥିରେ 100 ଗୁଣା ପୁଣ୍ୟର ଫଳ ଆପଣମାନେ ପ୍ରାପ୍ତି ହେବେ। ତେଣୁ ଏହି ଉପାୟକୁ ନିଜ ଘରେ ଆପଣମାନେ ନିଶ୍ଚୟ କରନ୍ତୁ। ଏହା ତ ଥିଲା ପ୍ରଥମ। ଦ୍ୱିତୀୟରେ, ମାଘ ପୂର୍ଣ୍ଣିମାରେ ଯଦି ଆପଣମାନେ ପବିତ୍ର ନଦୀରେ ସ୍ନାନ କରିବା ପାଇଁ ଯାଇପାରୁନାହାନ୍ତି, ବୁଡ଼ ପକାଇବା ପାଇଁ ଯାଇପାରୁନାହାନ୍ତି, ନିଜ ଘରେ ତୀର୍ଥ ଜଳ ଯାହାକି ଗଙ୍ଗା ପାଣି ଟିକେ ପକାଇ ଦିଅନ୍ତୁ। ସେଥିରେ କଳା ରାଶି ପକାଇ କରି ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ କରନ୍ତୁ। ଏହା ଆପଣଙ୍କୁ କୋଟି କୋଟି ଜନ୍ମର ପାପକୁ ନଷ୍ଟ କରିଦିଏ। କିନ୍ତୁ ଦର୍ଶକ ବନ୍ଧୁ, କର୍ମ ଠିକ୍ କରନ୍ତୁ, ମନକୁ ସଫା ରଖନ୍ତୁ। ଗଙ୍ଗା ସ୍ନାନ କରି ଯଦି ମନ ସଫା ନ ରହିବ, କିପରି ପାପ ଧୋଇପାରିବା? ପ୍ରଥମେ ନିଜ ମନକୁ ସଫା ରଖନ୍ତୁ। ପାଣିର ଶୁଦ୍ଧତା ରଖନ୍ତୁ। ଦେଖିବେ ସବୁ ଭଲ ହିଁ ହେବ। ତୃତୀୟରେ, ଏହି ଦିନ ଦାନ ଧର୍ମ ଦକ୍ଷିଣାର ବହୁତ ମୂଲ୍ୟ ଅଛି। ଏହି ଦିନ ଆପଣମାନେ ଦାନ କ'ଣ କରିବେ କୁହାଯାଏ? ପୂର୍ଣ୍ଣିମା ତିଥିରେ ଧଳା ରଙ୍ଗର ଜିନିଷ ଯଦି ଦାନ କରିବେ, ଆପଣମାନେ କୋଟି କୋଟି ଜନ୍ମର ପୁଣ୍ୟର ଫଳ ପ୍ରାପ୍ତ କରିପାରିବେ। ଯେପରିକି ଆପଣମାନେ ଚାଉଳ, ମିଶ୍ରି, ଚିନି, କର୍ପୂର, ଦହି ଏସବୁକୁ ଦାନ କରିପାରିବେ। ତା ସହିତ ବସ୍ତ୍ର ବି ଦାନ କରିପାରିବେ। ବିଶେଷ କରି ସ୍ନାନ କରି ଆସିବା ପରେ ଦାନର ସବୁ ଜିନିଷକୁ ଏକତ୍ରିତ କରନ୍ତୁ। ଏହାକୁ ନେଇ ମନ୍ଦିରରେ ଦାନ କରନ୍ତୁ। ତା ସହିତ ଶକ୍ତି ମୁତାବକ କିଛି ଦକ୍ଷିଣା ଦେଇଦିଅନ୍ତୁ। ଏହାଦ୍ୱାରା ଆପଣମାନେ ନିଶ୍ଚୟ ପୁଣ୍ୟର ଫଳ ପ୍ରାପ୍ତ କରିପାରିବେ। ଏହା ଥିଲା ତୃତୀୟ। ଚତୁର୍ଥ ହେଲା, ପୂର୍ଣ୍ଣିମାରେ ତୁଳସୀର ବହୁତ ମୂଲ୍ୟ ଅଛି। ଦର୍ଶକ ବନ୍ଧୁ, ଆପଣମାନେ ଏହି ପୂର୍ଣ୍ଣିମା ଦିନ ଗରିବୀ ସମସ୍ୟା ପାଇଁ କ'ଣ କରିବେ? ତୁଳସୀ ମୂଳରେ କଞ୍ଚା କ୍ଷୀରରେ ମା ବୃନ୍ଦାବତୀର ପୂଜା କରିବେ। ଜଳ ଅର୍ପଣ କରିବେ। ମାଙ୍କୁ ସ୍ନାନ କରାଇବେ। ଚନ୍ଦନ ସିନ୍ଦୁର ତା ସହିତ ପୁଷ୍ପ ଅର୍ପଣ କରିବେ। ଏତିକି ସବୁ କରିବା ପରେ ଦୀପ ଧୂପ ଝୁଣା ଯାହା ବି ଦେଇପାରନ୍ତି, ପୂର୍ଣ୍ଣିମା ତିଥିରେ କି ଅଧିକ ପୂଜା କରନ୍ତି, ଏହା ସହିତ ଆପଣମାନେ ତୁଳସୀ ମୂଳରେ କିଛି କଞ୍ଚା କ୍ଷୀର ଅର୍ପଣ କରିବେ ଏବଂ ଏହାକୁ ତୁରନ୍ତ ତିଲକ ଲଗାନ୍ତୁ। ନିଜ ଘରର ପ୍ରତ୍ୟେକ ସଦସ୍ୟ ଏହାଦ୍ୱାରା ଆପଣଙ୍କ ଘରୁ ଗରିବୀ ସମସ୍ୟା ଦୂର ହୋଇଯାଏ। ଯଦି ବିଶ୍ୱାସ ହେଉନି, ଏହାକୁ ଥରୁଟିଏ ନିଜ ଜୀବନରେ କରିକି ଦେଖନ୍ତୁ। ନିଶ୍ଚୟ ଆପଣମାନେ ଶୁଭଫଳ ପାଇବେ। ଏବେ ପଞ୍ଚମରେ, ଏହି ଦିନ ଆପଣମାନେ ଅଶ୍ୱ ଗଛରୁ ପୂଜା କରିବା ଦ୍ୱାରା ବହୁତ ପୁଣ୍ୟଫଳ ପ୍ରାପ୍ତ କରିପାରିବେ। ପୂର୍ଣ୍ଣିମା ତିଥିରେ ଯେକୌଣସି ବ୍ୟକ୍ତି ଅଶ୍ୱ ଗଛ ମୂଳେ ଜଳ ଅର୍ପଣ କରି ସନ୍ଧ୍ୟା ସମୟରେ ସୋରିଷ ତେଲର ଦୀପଟିଏ ଜାଳିଥାଏ, ତା ଘରେ ସ୍ୱୟଂ ମା ଲକ୍ଷ୍ମୀ ବିରାଜମାନ ହୁଅନ୍ତି। କାରଣ ଅଶ୍ୱ ଗଛ ମୂଳେ ଲକ୍ଷ୍ମୀ ନାରାୟଣଙ୍କର ବାସ କୁହାଯାଏ। ଅଶ୍ୱ ଗଛ ହେଉଛି ସ୍ୱୟଂ ଭଗବାନଙ୍କର ଆବିର୍ଭାବ ବୋଲି କୁହାଯାଏ। ତେଣୁ କୁହାଯାଏ ଅଶ୍ୱ ଗଛକୁ କାଟିବା ନାହିଁ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ପୂର୍ଣ୍ଣିମା ଦିନ ଅଶ୍ୱ ଗଛର ପୂଜା ନିଶ୍ଚୟ କରନ୍ତୁ। ମନେ ରଖନ୍ତୁ, ଗଛ ମୂଳକୁ ଯାଉଛନ୍ତି ସନ୍ଧ୍ୟା ସମୟରେ, ସନ୍ଧ୍ୟା ପୂର୍ବରୁ ଯାଆନ୍ତୁ। କେବେ ବି ଅନ୍ଧାରରେ ଅଶ୍ୱ ଗଛ ମୂଳକୁ ଯାଇ ଦୀପ ପ୍ରଜ୍ୱଳନ କରନ୍ତୁ ନାହିଁ ଏବଂ ଅଶ୍ୱ ଗଛ ପାଖକୁ କେବେ ବି ଖାଲି ହାତରେ ଯିବେ ନାହିଁ। ଯିବେନି ପଛେ, ହେଲେ ଖାଲି ହାତରେ ଯିବେ ନାହିଁ। କୁହାଯାଏ, ସ୍ୱାସ୍ଥ୍ୟମତ ଅଛି ଯେ ଅଶ୍ୱ ଗଛ ମୂଳକୁ କିଛି ନେଇକରି ଯାଏ, ତା ପଛରେ ମା ଲକ୍ଷ୍ମୀ ଆସିଥାନ୍ତି ଏବଂ ଯିଏ ଖାଲି ହାତରେ ଯାଏ, ତା ପଛରେ ଅଲକ୍ଷ୍ମୀ ଆସିଥାନ୍ତି। ପ୍ରତ୍ୟେକ ଦେବୀ ଦେବତାଙ୍କର ଘର ଅଛି। ସବୁବେଳେ ଚେଷ୍ଟା କରନ୍ତୁ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ। ତେବେ ଈଶ୍ୱର ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ। କୁହାଯାଏ, ନାରାୟଣ କେଉଁ ନା କେଉଁ ରୂପରେ ଆମକୁ ଦର୍ଶନ ଦିଅନ୍ତି। ପଶୁପକ୍ଷୀ ବି ହେଇପାରନ୍ତି, କୌଣସି ଅସହାୟ ବ୍ୟକ୍ତି ବି ହୋଇପାରନ୍ତି। ସବୁବେଳେ ନିଜ ମନକୁ ସଫା ରଖନ୍ତୁ। ବାକି ଦିନମାନଙ୍କରେ ପୁଣ୍ୟଫଳ ପ୍ରାପ୍ତ କରିବା ପାଇଁ
ଆପଣମାନେ ଛୋଟିଆ ଛୋଟିଆ ଉପାୟ ନିଶ୍ଚୟ କରିବେ। ସବୁବେଳେ ନିଜ ଆଖିକୁ ଖୋଲା ରଖନ୍ତୁ। ଈଶ୍ୱରଙ୍କୁ ଚିହ୍ନିବା ପାଇଁ ଦର୍ଶକ ବନ୍ଧୁ, ମାଘ ପୂର୍ଣ୍ଣିମା ଦିନ ଆପଣମାନେ ଏହି ଉପାୟ ନିଶ୍ଚୟ କରନ୍ତୁ। ତା ସହିତ ଓମ୍ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ। କୌଣସି ଶିବ ମନ୍ଦିର ଯାଇ ଗୋଟାଏ ଚାଉଳର ଦାନା ଦେବଦେବ ମହାଦେବଙ୍କ ଉପରେ ନିଶ୍ଚୟ ଅର୍ପଣ କରନ୍ତୁ। ତା ସହିତ ଧଳା ପୁଷ୍ପ ଅର୍ପଣ କରନ୍ତୁ ଏବଂ ମହୁ ଅର୍ପଣ କରନ୍ତୁ। ପୂର୍ଣ୍ଣିମା ଦିନ ଏହି ସବୁ ଅର୍ପଣ କରିବା ଦ୍ୱାରା ଶିବ କୃପା ପ୍ରାପ୍ତି କରିପାରିବେ। ଜୟ ଜଗନ୍ନାଥ।